ମୃତ୍ୟୁ ବିଚାର। ଏକେଶ୍ୱରବାଦର ସନାତନ ଧର୍ମ ଇସଲାମ ଯେ ମାନବ ସମାଜ ପାଇଁ ଏକମାତ୍ର ଖୋଦା ପ୍ରଚଳିତ ଧର୍ମ, ଏହା ସର୍ବବାଦୀ ସମ୍ମତ। କେବଳ ଶୈତାନ ବା ଇବ୍ଲିସ୍ ପାଇଁ ଜଗତରେ ହୋଇପାରି ନାହିଁ। ନ ହେବାର କାରଣ ମଧ୍ୟ ସେହି ଖୋଦା। ସାରା ଜଗତର ଜଣେ ମାତ୍ର ଉପାସ୍ୟ ପ୍ରଭୁ ଅଲ୍ଲାହ। ସେ ନିଜେ ଶୈତାନକୁ ଅନୁମତି ଦେଇଛନ୍ତି କି, ତୁ ଦୁଷ୍ଟ ପାଜି ମର୍ଦୁଦ ଇବ୍ଲିସ୍, ସେହି ମଣିଷକୁ ପଥଭ୍ରାନ୍ତ କରା, ଯିଏକି ତୋତେ ପ୍ରଭୁ ସାଙ୍ଗ ସମକକ୍ଷ ମଣିବ। ଖବରଦାର, ମୋର କାୟ ମନ ବାକ୍ୟର ନିଷ୍ଠାପର ମନୁଷ୍ୟକୁ କଦାପି ବି ପଥହୁଡ଼ା କରାଇ ପାରିବୁ ନାହିଁ। ଏହା ମୋର ତୋତେ ସଂକଳ୍ପ ବା ପ୍ରତିଶ୍ରୁତି। ପୁଣି ଅଲ୍ଲାହ କୋରାନରେ କହିଛନ୍ତି, ମୁଁ ଯାହାକୁ ଦୟା କରିବି, ମନରେ ଚାହିଁବି, ସେହି ମଣିଷକୁ ମୋର ସର୍ଜିତ ଧର୍ମର ବାଟ ଦେଖାଇବି। ଯାହାକୁ ଦୟା କରିବି ନାହିଁ, ମନରେ ଚାହିଁବି ନାହିଁ, ତାକୁ ବାଟ ଭୁଲାଇ ଦେଇ ଅବାଟକୁ ନେବି। ଅଲ୍ଲାହ ଯାହା ଚାହେଁ କରେ। ତେବେ ମୁଁ ମୋର ଅଶ୍ରଫୁଲ୍ ମଖଲୁକାତ ବା ସର୍ବୋତ୍ତମ ସର୍ବଶ୍ରେଷ୍ଠ ଜୀବସୃଷ୍ଟି ମଣିଷକୁ ବୁଦ୍ଧି ବିବେଚନା ଦେଖି ଶୁଣି ଶିଖିଯିବାର ସାମର୍ଥ୍ୟ ଦେଇଅଛି। ତାର ବିନିଯୋଗ ବା ଉପଯୋଗ କରିପାରିଲେ ମୋତେ ଓ ମୋର ଧର୍ମକୁ ପାଇଯିବ। ମଣିଷର ମନ ଦୁଇଟା ନୁହେଁ, ତାହା ଗୋଟିଏ। ସେହି ମନରେ ମନ୍ଦ ଭାବ ଉପୁଜୁଥିଲେ ମଧ୍ୟ ଭଲ ଭାବ ବି ଉପୁଜେ। ମଣିଷ ତାହାକୁ ନେଇ ଭାବିଲେ ମୋତେ ମଣିଷକୁ ଦିଗ୍ଦର୍ଶନ ବା ହେଦାୟତ ଦେବାରେ ବିଳମ୍ବ ଲାଗିବ ନାହିଁ। ହେଲେ ମଣିଷ ମୋର ଏବଂ ମୋର ପୈଗମ୍ବର, ମୋର ପ୍ରେରିତ ଗ୍ରନ୍ଥର କଥା ନ ମାନି ନିଜର ପୂର୍ବଜଙ୍କ କଥା ମାନି ତାଙ୍କରି ପ୍ରଦର୍ଶିତ ପଥର ପଦାଙ୍କ ଅନୁସରଣ କରିଥିବାରୁ ମୃତ୍ୟୁ ବିଚାର ନେଇ ତାର ମନରେ ପ୍ରତିକ୍ରିୟା ପ୍ରକାଶିତ ହୋଇପାରୁନାହିଁ। ଫଳରେ ମୋତେ ଅବିଶ୍ୱାସ କରୁଥିବା, ମୋତେ ଅନ୍ୟ ସହିତ ସମାନ ମନେ କରି ସମକକ୍ଷୀ ବା ଶିର୍କ ପୂଜା କରି ସମକକ୍ଷକାରୀ ମୁଶ୍ରିକ ପାଲଟି ଯାଇ ଭାବୁଛି, ମଲା ଗଲା ସରିଲା, ପୋଡ଼ି ପାଉଁଶ ହୋଇଥିବା ଶରୀର ଆଉ ପୁନର୍ଜୀବିତ ହୋଇପାରିବ ନାହିଁ। ଅବିଶ୍ୱାସୀ ମଣିଷର ବିଜ୍ଞ ପଣ୍ଡିତମାନେ ମିଛ ଧର୍ମଗ୍ରନ୍ଥ ଲେଖି ଏହିଭଳି ଅନ୍ଧବିଶ୍ୱାସଧାରୀ ଅନୁଗାମୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ କହିଛନ୍ତି, ଚାର୍ବାକ ମୁନିଙ୍କ ଭଳି ଭସ୍ମୀଭୂତସ୍ୟ ଶରୀରସ୍ୟ ପୁନରାଗମନ କୃତଃ। ଏହା କେତେ ବଡ଼ ମିଛ କଥା। ମୁଁ ଅଲ୍ଲାହ କହୁଛି କି, କେମିତି ଏହା ସେମାନଙ୍କ ପାଟିରୁ ବାହାରିଲା? କ'ଣ ଗ୍ରୀଷ୍ମ ଦିନର ଫଟା ଟାଙ୍ଗରା ଅନାବାଦୀ ଭୂମି ବର୍ଷାପାତ ଜଳରେ ଶ୍ୟାମ ସବୁଜିମା ହେବା, ଦୁବଘାସ କଅଁଳାଇବାକୁ ଦେଖୁନାହାନ୍ତି? ସେଇମିତି ପ୍ରକାରେ ମୁଁ ସର୍ବଶକ୍ତିମାନ, ସବୁକିଛି କରିପାରୁଥିବା ଖୋଦ୍ ଜାତ ଖୋଦା, ସ୍ୱୟମ୍ଭୁ ବିଧାତା ଅଲ୍ଲାହ ମୃତକଙ୍କୁ ଭୂମିରୁ ମୋର ଗୋଟିଏ ଡାକ ହୁଅ ହୋଇଯା ବା କୁନ୍ ଫୟକୁନ୍ କହିକି କାଢ଼ିବି। ଯେଉଁମାନେ ମୃତପିଣ୍ଡ ଶବକୁ ନିଆଁରେ ପୋଡ଼ୁଛନ୍ତି, ସେମାନେ ମଲାପରେ ସିଧା ନର୍କକୁ ସବୁଦିନ ପାଇଁ ଚାଲିଯିବେ। ଫିନ୍ନାରେ ଜାହାନ୍ନାମା ଖାଲିଦିନା ଫିହା, ଅର୍ଥାତ୍ ନିଆଁ ବା ନାର୍ରେ ପୋଡ଼ି ହୋଇ ନର୍କ ବା ଜହନ୍ନମକୁ ସିଧା ଚାଲିଯା। ତୋର ଶଇତାନୀ ପ୍ରଭାବିତ ମିଛ ଧାରଣା ଓ ଜ୍ଞାନ ତୋତେ ଶେଷରେ ବିଫଳ କରାଇ ଦେଇ ପାପୀ କୁହାଇ ଶାସ୍ତିର ପ୍ରାପ୍ତକାରୀ କରାଇଦେଲା। ମୁଁ କୋରାନରେ କହିଛି, ଇନ୍ନା ନହ୍ନୁ ନୁହ୍ୟିଲ୍ ମୌତା, ୟାସିନ୍ ପାଠରେ, ଅର୍ଥାତ୍ ନିଃସନ୍ଦେହତଃ ଆମ୍ଭେ ଅଲ୍ଲାହ ମୃତକଙ୍କୁ ବଞ୍ଚାଇବୁ। ତାଙ୍କ ପାଖକୁ ମୁନକିର ଓ ନକିର ନାମକ ଦୁଇ ଦେବଦୂତ ଫରିସ୍ତା ବା ଏଞ୍ଜେଲଙ୍କୁ ପଠାଇ ତୋର ସଂସ୍କାରିତ ସ୍ଥଳକୁ ମୃତ୍ୟୁ ହେବା ପରେ ତୁ ମୋତେ ସଠିକ୍ ମାନୁଥିଲେ, ମୋର ଆଦେଶିତ ସଂସାର ଓ ଧର୍ମ ପାଳନ କାମ କରି ଆସିଥିଲେ, ମୋର ଫରିସ୍ତାଙ୍କର ଠିକ୍ ଠିକ୍ ପ୍ରଶ୍ନ ପଚରାର ଉତ୍ତର ଠିକ୍ ଠିକ୍ ଦେଇ ପାରିଥାନ୍ତୁ। ମନ୍ ରବ୍ବୁକାର ଉତ୍ତର ହେଲା, ତୋର ରବ୍ ବା ପ୍ରଭୁ ହେଉଛି ଅଲ୍ଲାହ। ଦ୍ୱିତୀୟ ପ୍ରଶ୍ନ ମା ଦୀନୁକାର ଉତ୍ତର, ତୋର ଦୀନ ବା ଧର୍ମ କ'ଣ? ଏବଂ ତୃତୀୟ ତଥା ଶେଷ ପ୍ରଶ୍ନ ହେଲା, ମନ୍ ରସୂଲୁକା, ଅର୍ଥାତ୍ ତୋର ପୈଗମ୍ବର ହେଉଛନ୍ତି ମହମ୍ମଦ। ଇସଲାମ ଧର୍ମ ଗ୍ରହଣର ମନ୍ତ୍ର ବା କଲମା
ଲା ଇଲାହା ଇଲ୍ଲଲ୍ଲାହ ମୁହମ୍ମଦ ରସୁଲୁଲ୍ଲାହ। ଓଡ଼ିଆ ମାନେ ହେଲା ଆଲ୍ଲାହଙ୍କ ଛଡ଼ା ଅନ୍ୟ କେହି ଉପାସ୍ୟ ବା ପୂଜାଯୋଗ୍ୟ ନୁହନ୍ତି ଏବଂ ମୁହମ୍ମଦ ହେଉଛନ୍ତି ଆଲ୍ଲାହଙ୍କର ରସୁଲ। ଏହା ପଢ଼ି ମନରେ ଏକନିଷ୍ଠ ସତ୍ୟ ବିଶ୍ୱାସ କରି ନମାଜ, ରୋଜା, ଜକାତ, ହଜ୍ ଇସଲାମ ଧର୍ମର ମୂଳଦୁଆର ଏହି 5 ଗୋଟି ତଥ୍ୟରେ ଥାଇ ମୁସଲମାନ ବା ଆଲ୍ଲାହର ଭକ୍ତ ହୋଇଥିଲେ ତୋର ମୃତ୍ୟୁ ପରବର୍ତ୍ତୀ ବିଚାର ପ୍ରଥମ ସ୍ଥଳ କବରରେ ମୁନକିର ନକିରଙ୍କ ଉପରୋକ୍ତ ପ୍ରଶ୍ନ 3ଟିର ସହି ବା ସଠିକ ଜବାବ ଦେଇପାରିଥାନ୍ତୁ, ଯାହାଫଳରେ ତୋର ଶରୀର ଓ ମନର ସ୍ଥିତି ମୋର ଅଜାବ ବା ଯାତନା ପ୍ରାପ୍ତିରୁ ନିଶ୍ଚିତ ବଞ୍ଚିଥାନ୍ତା। ତୁ ମୋର ପ୍ରେରିତ ଦିବ୍ୟ ପବିତ୍ର କୋରାନ, ଯାହାକି ମଣିଷର ରୁଗ୍ଣ ଆତ୍ମାକୁ କରି ସଫା କରି ଦେଉଥିବାର ପରମ ଅତୁଳନୀୟ ଅନୁପମ ଆକାଶୀ ପୁସ୍ତକ ନ ପଢ଼ି ମଣିଷ ରଚିତ ପୁରାଣ ପାଠ କରି ଭୁଲ ପଥଚାରୀ ହୋଇ ମଲୁ, ନିଆଁକୁ ଗଲୁ। ଅଗତ୍ୟା ତୋର ମୃତ୍ୟୁ ବିଚାର ଶାନ୍ତିମୟ ସ୍ୱର୍ଗ ସୁଖର କେମିତି ହୋଇପାରିବ? କଦାପି ନୁହେଁ, ଆଦୌ ନୁହେଁ। ତୋର ଭାବିବାର କଥା ଥିଲା। ଶୈତାନ ଜରିଆରେ ମଣିଷକୁ ବିଭ୍ରାନ୍ତ କରାଇଥିଲେ ବି ପୟଗମ୍ବର ଓ ବାଣୀ ଦେଇ ମଣିଷକୁ ମୋର ଧର୍ମର ପଥବିତ ଦେଖାଇଅଛି। ବୁଦ୍ଧିର ଉପଯୋଗ ପ୍ରୟୋଗର ଅବସର ବି ଦେଇଅଛି, ହେଲେ ମଣିଷ କରିନାହିଁ। ସେଥିପାଇଁ ପ୍ରତିଫଳ ଭୋଗିବ। କାରଣ ମଣିଷ ମୋର ସମ୍ପତ୍ତି। ମୁଁ ମଣିଷକୁ ମା ପେଟରେ ତିଆରି କରିଛି, ଛୁଆ କରି ଜନ୍ମ ଦେଇଛି, ସଂସାରରେ ବଞ୍ଚାଇ ରଖିଛି। ମଣିଷ ବାଧ୍ୟ ମୋର ହେବ, ନିଜର ହୋଇ ରହିପାରିବ ନାହିଁ। ରହିଲେ ସଜା ଭୋଗିବ, ଶାସ୍ତି ପାଇବ। କାମ କରିବା ଦୃଷ୍ଟିରୁ କେଉଁ ମଣିଷ ଭଲ ଓ ମନ୍ଦ ଏହାର ପରୀକ୍ଷା କରିବା ତଥା ଜାଣିବା ପାଇଁ ମୁଁ ଆଲ୍ଲାହ ମୃତ୍ୟୁ ଓ ଜନ୍ମ ମଣିଷ ପାଇଁ ରଖିଛି। ପାଠ ମୁଲ୍କ। ଆଗ ମୃତ୍ୟୁ ସ୍ଥିର କରି ମଣିଷକୁ ମୁଁ ଖୋଦା ଜନ୍ମ ଦେଇଥାଏ। ସେଥିପାଇଁ ମୃତ୍ୟୁ ବୋଲି ଆଗ କହିଛି, ନହେଲେ କହିନଥାନ୍ତି। ଜନ୍ମରୁ ଜୀବନର ଆରମ୍ଭ। ତେବେ ମୃତ୍ୟୁକୁ ଆଗରେ ରଖିବାର କାରଣ ଏଇଠି। ମଣିଷ ତାର ପ୍ରଥମ ଜୀବନରେ ଯେମିତି କାମ କରିବ, ପରବର୍ତ୍ତୀ ପରଲୋକର କୟାମତର ଜୀବନରେ ତଦନୁଯାୟୀ ଫଳ ପାଇବ। ସୁତରାଂ ମୃତ୍ୟୁ ବିଚାର ମଣିଷ ପାଇଁ ଅବଶ୍ୟମ୍ଭାବୀ। ମଣିଷର ଦୁର୍ଲଭ ଜୀବନରେ ମୃତ୍ୟୁ ବିଚାର କେମିତି ଶାନ୍ତି ତଥା ସୁଖକର ହୋଇପାରିବ, ତାହାର ବାଟ ମୁଁ ଖୋଦା, ପୟଗମ୍ବର ଓ ବାର୍ତ୍ତା ଜରିଆରେ ମଣିଷକୁ ଭଲ କରି ବତାଇ ଦେଇଅଛି ଏବଂ କହିଅଛି, ଶୈତାନ ମଣିଷର ମୁକ୍ତ ଶତ୍ରୁ। ଇନ୍ନଶ-ଶୈତ୍ୱାନ ଲିଲ୍-ଇନସାନ ଆଦୁଉମ୍ ମୁବିନ୍। ବାକ୍ୟଟିରେ କୋରାନ ଭାଗ 12। ମଣିଷ ନିଜ ପୂର୍ବଜଙ୍କ କଥାରେ ନ ପଡ଼ି ମୋର କଥା, ମୋର ପୟଗମ୍ବରଙ୍କ କଥା ତଥା ମୋ ପ୍ରେରିତ ଆକାଶୀ ବହିର କଥାମାନଙ୍କୁ ନିଜର ସାଂସାରିକ ଏବଂ ଧାର୍ମିକ ଜୀବନରେ ସୁଚାରୁ ରୂପେ ପାଳିଲେ କଦାପି ବିଭ୍ରାନ୍ତିରେ ପଡ଼ିବ ନାହିଁ କି ଶୈତାନ ଏଭଳି ମଣିଷକୁ ଫୁସୁଲାଇ ବହଲାଇ ନିଜ ଅକ୍ତିଆରକୁ ନେଇ ମଧ୍ୟ ପାରିବ ନାହିଁ। ଆଲ୍ଲାହର ସତ୍ୟ ବଚନ, ଆଲ୍ଲାହର କଥା ହୋଇକି ରହିବ। ମଣିଷ ଆଲ୍ଲାହର କଥା ବଦଳାଇ ପାରିବ ନାହିଁ। ଯଦି ବା ବଦଳାଇଥାଏ, ତାହେଲେ ସବୁ ମଣିଷ ବଞ୍ଚି ଉଠିବାର ଦିନ କୟାମତର ବିଚାର ଦିବସରେ ସେହି ବଦଳ କଥାକୁ ଧରି ମୋ ପାଖକୁ ଅବଶ୍ୟ ଆସିବ। ଆଲ୍ଲାହ ସଂକଳ୍ପ ଭାଙ୍ଗିବାକାରୀ ଆଦୌ ନୁହେଁ। ସମୟକ୍ରମେ ମଣିଷ ଏହା ଅବଶ୍ୟ ଜାଣିପାରିବ। ମୁଁ ଆଲ୍ଲାହ ଅବଶ୍ୟ ସତ୍ୟବାଦୀ ଏବଂ ମିଥ୍ୟାବାଦୀ ମଣିଷକୁ ମୃତ୍ୟୁ ବିଚାର ଦ୍ୱାରା ପ୍ରତିଫଳ ଦେବି। ମୋ ଠାରୁ କିଛି ବି ହଜିଯାଇ ନଥାଏ। ଆଲ୍ଲାହ ପ୍ରତି ସୂକ୍ଷ୍ମତାକୁ ସତର୍କତାର ସହିତ ଦେଖେ। ମଣିଷ ଯେତେ ମୋ ଧର୍ମକୁ ନ ମାନୁ, ନ ପଚାରୁ, କିନ୍ତୁ ମୋରି ଇସଲାମ ଧର୍ମ ହେଉଛି ପ୍ରଥମ ଧର୍ମ ଏବଂ ମଣିଷର ମୃତ୍ୟୁ ବିଚାର ଇସଲାମ ଧର୍ମ ଅନୁଯାୟୀ ହେବ, ଏକଥା ମଣିଷ ଜାଣୁ ଏବଂ ସତର୍କ ରହୁ।